ବେଳେ ବେଳେ ମୋ ମନକୁ ଏ ପ୍ରଶ୍ନଟେ ଆସେ, କ'ଣ ଅନ୍ୟର କଷ୍ଟକୁ ବୁଝିବା ଓ ତାକୁ ବୁଝେଇବା ଏତେ ସହଜ? ଉତ୍ତରରେ ଆସେ ନା, ସହଜ ତ କଦାପି ନୁହେଁ, କିନ୍ତୁ ଅସମ୍ଭବ ବି ନୁହେଁ। କାହାର ବି କଷ୍ଟକୁ ମାପିବାର ଯନ୍ତ୍ର ନାହିଁ, କି କମ୍ ବେଶୀ କରି ତୁଳନା କରିବାର ମାପକାଠି ବି ନାହିଁ। ହେଲେ ବି ଏ ଦୁନିଆ ଚାଲିଛି। ସେ ମଣିଷ ହେଉ କି ପଶୁପକ୍ଷୀ, ଜଣେ ଅନ୍ୟର କଷ୍ଟ ଯନ୍ତ୍ରଣା ବୁଝିବାକୁ ଚେଷ୍ଟା କରୁଛି। ସେଥିପାଇଁ ମୁଁ ମୋ ମାନସ ପଟରେ ଛାପି ଦେଇଛି, କାହାକୁ ବୁଝେଇବା ପାଇଁ ତାକୁ ଆଗ ବୁଝିବା ଜରୁରୀ। ହଁ, ଏହା ବି ସତ୍ୟ, ମୁଁ କି କେହି ବି ଅନ୍ୟକୁ ସମ୍ପୂର୍ଣ୍ଣ ଭାବରେ ବୁଝିବା କି ବୁଝେଇବା ସବୁ ସମୟରେ ସମ୍ଭବ ନୁହେଁ। କିନ୍ତୁ ଚେଷ୍ଟା କରିବା ନିଶ୍ଚିନ୍ତ ରୂପରେ ସମ୍ଭବ, ଆଉ ସେ ଚେଷ୍ଟାକୁ ସମ୍ମାନ ଦେବା ବି ଆବଶ୍ୟକ। ହେଲେ ସେ ଚେଷ୍ଟା ବି ଜଣେ କେତେବେଳେ କରିବ, ତାରି ଉତ୍ତରରେ ଏ କବିତାଟିଏ। ଦିନେ ମୁଁ କଷ୍ଟରେ ଭାଙ୍ଗି ପଡ଼ିଥିଲି, ଭାଙ୍ଗି ପଡ଼ୁ ପଡ଼ୁ କାନ୍ଦି ବସିଥିଲି। ଦିନେ ମୁଁ କଷ୍ଟରେ ଭାଙ୍ଗି ପଡ଼ିଥିଲି, ଭାଙ୍ଗି ପଡ଼ୁ ପଡ଼ୁ କାନ୍ଦି ବସିଥିଲି। ମତେ କାନ୍ଦିବାର ଦେଖି କହିଲେ ସଭିଏ, ତୁ ପରା ଅଟୁ ଦୃଢ଼ ମନା। ଢାଳୁ କାଇଁ ବାରି ନୟନୁ ତୋହରି, ଢାଳୁ କାଇଁ ବାରି ନୟନୁ ତୋହରି। ଜଗତେ ହସି କହିବେ, ସବଳ ସାଜିଛି ଦୁର୍ବଳା ପରି। ଶୁଣି ଏ ବାଣୀ ସଭିଙ୍କର ପୁଣି ବାଣୀ ସଦୃଶ ବାଣ ହୃଦୟକୁ ମୋର ଭେଦି। ହୃଦୟର ଯନ୍ତ୍ରଣା ଉଚ୍ଚ ସ୍ୱରରେ ଚିତ୍କାର କରି ଉଠିଲା। ଶୁଣି ଏ ବାଣୀ ସଭିଙ୍କର ପୁଣି ବାଣୀ ସଦୃଶ ବାଣ ହୃଦୟକୁ ମୋର ଭେଦି। ହୃଦୟର ଯନ୍ତ୍ରଣା ଉଚ୍ଚ ସ୍ୱରରେ ଚିତ୍କାର କରି ଉଠିଲା। ଶୁଣି ଆତ ଚିତ୍କାରକୁ ମୋର ହୋଇ ଥରହର ଦେଲେ ଯେ କିଏ କେତେ ସଂଜ୍ଞା। ଶୁଣି ଆତ ଚିତ୍କାରକୁ ମୋର ହୋଇ ଥରହର ଦେଲେ ଯେ କିଏ କେତେ ସଂଜ୍ଞା। ସେ ସଂଜ୍ଞା ଭିତରୁ କିଛି ନଥିଲାଟି ମୋହରି କରିବାକୁ ଦୂର ବ୍ୟଥା। ସେ ସଂଜ୍ଞା ଭିତରୁ କିଛି ନଥିଲାଟି ମୋହରି କରିବାକୁ ଦୂର ବ୍ୟଥା। ଆର୍ତ୍ତ ଚିତ୍କାର ଶାନ୍ତ ହେଲା ପରେ ନିଜକୁ ପୁଣି ମୁଁ ପଚାରି ଉଠିଲି, କାହିଁ ଦେଲେ ଯନ୍ତ୍ରଣାକୁ ମୋର ଅମାନିଆ କ୍ରୋଧର ନାମ? ଆର୍ତ୍ତ ଚିତ୍କାର ଶାନ୍ତ ହେଲା ପରେ ନିଜକୁ ପୁଣି ପଚାରି ଉଠିଲି, କାହିଁ ଦେଲେ ଯନ୍ତ୍ରଣାକୁ ମୋର ଅମାନିଆ କ୍ରୋଧର ନାମ? ଉତ୍ତରରେ ମୁଁ ପାଇଲି, କାହାକୁ ବି ବୁଝେଇବା ଆଗରୁ ତାକୁ ତା କଷ୍ଟକୁ ବୁଝିବାକୁ ପଡ଼େ। କାହାକୁ ବି ବୁଝେଇବା ଆଗରୁ ତାକୁ ତା କଷ୍ଟକୁ ବୁଝିବାକୁ ପଡ଼େ। କିନ୍ତୁ ଏ ସବୁଠୁ ବି ଆଗରୁ ସହୃଦୟର ସହ ଗ୍ରହଣ ବା ମାନ୍ୟ କରିବାକୁ ହୁଏ। ସେ ସବଳା ହେଉ କି ଦୁର୍ବଳା, କିଛି ତ କଷ୍ଟ ଯନ୍ତ୍ରଣା ହୃଦୟକୁ ତାର ଦିଅଇ ପୀଡ଼ା। ସେ ସବଳା ହେଉ କି ଦୁର୍ବଳା, କିଛି ତ କଷ୍ଟ ଯନ୍ତ୍ରଣା ହୃଦୟକୁ ତାର ଦିଅଇ ପୀଡ଼ା।